ଯଦି 120 ନେଇଗଲା ଜଣେ 75 187 ଜଣେ 75 ଆଉ ଜଣେ 117 କଂଗ୍ରେସ କଣ ଘଣ୍ଟି ବାଡେବ କଂଗ୍ରେସ କାହିଁ ଗଢିବନି ଆମେ ଯଦି ଆମେ 80-90 ଆଣିବୁ କାହିଁ ସରକାର ଗଢିବନି ଆମେ ବି 80-90 ଆଣିବା ପାଇଁ ଆମେ ଆଶା ଅଛି। ସମସ୍ତ ମୋର ନମସ୍କାର। ଆଜି ମୁଁ ଯେଉଁ ବିଷୟ କହିବାକୁ ଯାଉଛି ଆଜିର ଯୁଗରେ ମୋବାଇଲକୁ ଅନ୍ କଲେ ମାନେ ଭିନ୍ନ 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 ମତ ଯାକ ଦେଖିବାକୁ ହେଉଛି, ଯାହାକି ଗତକାଲିଠାରୁ ସନ୍ଧ୍ୟାରୁ ଦେଖିବାର ହେଉଛି ଯେ ଆମର ଓଡ଼ିଶାରେ 4 ତାରିଖ ପର୍ଯ୍ୟନ୍ତ ମାନେ 3 ଜଣ ମୁଖ୍ୟମନ୍ତ୍ରୀ ହେଲେଣି। ଅର୍ଥାତ୍ ଏକ୍ଜାକ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ମାନେ 3ଟି ଦଳର 3 ଜଣ ମୁଖ୍ୟମନ୍ତ୍ରୀ, କିଏ କାହାର ଉଣା ନାହିଁ। ଆମେ ଶୁଣିଦେବା ଯେ କିଏ କ'ଣ କହୁଛି। 80 ବିଧାନସଭାରେ ଆସି କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବ, ତା ସାଙ୍ଗକୁ 14ରୁ 16ଟି ପାର୍ଲାମେଣ୍ଟ ସିଟ୍ରେ କଂଗ୍ରେସ ଭଲ କରିବ। ଆମେ ଶୁଣିଲୁ ଓଡ଼ିଶାରେ ଯେତେ ଲୋକ ଅଛନ୍ତି ସେମାନେ କହୁଛନ୍ତି କ'ଣ, ସେମାନେ 3 ନମ୍ବର ରହିବେ, କିନ୍ତୁ ସେ 3 ନମ୍ବରରେ ରହିବା ଲୋକ ବି କହୁଛନ୍ତି କ'ଣ, ଆମେ 80ଟା ପାଇବୁ ସିଟ୍। ଏବଂ ଯେଉଁମାନେ କି ସେକେଣ୍ଡ ରହିବେ ବୋଲି ଯେଉଁମାନଙ୍କୁ ଭାବିବାର ହେଉଛି ସେମାନେ ବି କହୁଛନ୍ତି ଆମେ 80। ଏବଂ ଯିଏକି ୱିନ୍ କରିବ ସେ ବି କହୁଛି 80। ବିଧାନସଭାରେ 110 ସିଟ୍, ସେଇଟା 110ରୁ 115 ଉପରକୁ ବି ଯାଇପାରେ। ଏବଂ ତାମାନେ 3 ଜଣ ଦେଖୁଛି ମୁଁ ସବୁଠାରୁ ଛୋଟ ବିଜନେସ୍ ଆମ ଗାଁ ଗହଳରେ ଛୋଟବେଳେ ମୁଁ ଥିଲାବେଳେ ଜାଣିଛି ଛୋଟ ବେପାର ହେଉଛି କ'ଣ, ଶୁଖୁଆ ବେପାର। ମା' ମାନେ ବୁଗାରେ ଧରିକି ଘରେ 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 ଯାଇକି ଶୁଖୁଆ ବେପାର କରିବେ। ଆଜି ହେଉଛି ଏଇଟା ହେଉଛି ୟୁଟ୍ୟୁବର ମାନଙ୍କର ଗୋଟେ ଶୁଖୁଆ ବେପାର। ମୋତେ ହସ ଗୋଟେ ଲାଗିଲା, କାଲି ମୋବାଇଲ ଖୋଲୁଛି ଜଣେ ଭାଇ କ'ଣ କରୁଛନ୍ତି ଯେ ସେଠି ଥଣ୍ଡାରେ ଦେଖୁଛି ଯୀଶୁ ଖ୍ରୀଷ୍ଟ ମାନେ 100ଟା ଦେବତାଙ୍କୁ ଦଣ୍ଡ ଦେଲେ। ମାନେ ଆଶ୍ଚର୍ଯ୍ୟ, ମାନେ ଏମିତିକି ନଥିବା କଥା ଯାକ କହିକି ଲୋକମାନଙ୍କର ମତିଭ୍ରମ କରୁଛନ୍ତି, ସମୟ ନଷ୍ଟ କରୁଛନ୍ତି, ଯେଉଁଟା ଆବଶ୍ୟକ ବି ହେଉନି। ସେଥିପାଇଁ ଦୟାକରି ଯେଉଁମାନେ ଯେଉଁ MP ବା MLA ଷ୍ଟାଣ୍ଡ କରୁଥିଲେ ସେମାନେ ଜାଣିଛନ୍ତି ଆଉ କିଏ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, କିଏ କ'ଣ କରୁଛନ୍ତି, ସେମାନେ ସବୁ ନୀରବରେ ଅଛନ୍ତି। କିନ୍ତୁ ଏ ଶୁଖୁଆ ବେପାର ଯାକ ଯେଉଁମାନେ କି ଯାହାକି ମୁଁ କହୁଥିଲି ଶୁଖୁଆ ସବୁଠାରୁ ଛୋଟ ବେପାର ହେଉଛି ଶୁଖୁଆ ବେପାର। ଏ ଶୁଖୁଆ ବେପାର ଯାକ ସମସ୍ତଙ୍କ ମାନେ ମୁଣ୍ଡକୁ ଟେନସନ୍ କରିଦେଉଛନ୍ତି। ସେଥିପାଇଁ ଆପଣମାନେ ଯେଉଁମାନେ ଜିତିବୁ ବୋଲି ଭାବିଛନ୍ତି ସେମାନେ ଆପଣ ଧୈର୍ଯ୍ୟ ଧରନ୍ତୁ। 4 ତାରିଖ ଦିନ ଠିକ୍ 6ଟାରୁ 8ଟା ଭିତରେ ଆପଣମାନେ କ୍ଲିଅର ଓଡ଼ିଶାର ରିପୋର୍ଟ ପାଇବେ। ଏବଂ ଆପଣମାନେ ସେତେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ, ଠିକ୍ରେ ଦେଖନ୍ତୁ ଏବଂ ଆପଣମାନଙ୍କ ଇତସ୍ତତ ହୁଅନ୍ତୁ ନାହିଁ, କିମ୍ବା ଯେଉଁମାନେ ଏ ଆକଳନ ତିଆରି ଦେଖାଉଛନ୍ତି ସେମାନଙ୍କୁ ବି ଆପଣ ବିରକ୍ତ ହୁଅନ୍ତୁ ନାହିଁ। ଯେହେତୁ ଏମାନଙ୍କର ହେଉଛି ବେପାର ହେଉଛି ଏଇଟା, ଆଉ ସେଇ ବେପାରୀମାନଙ୍କୁ ଏବଂ ସମସ୍ତଙ୍କୁ ମୁଁ ନମସ୍କାର ଦେଇ ରହିଲି। ନମସ୍କାର।